ଗୋଟିଏ ରାଜା ଦିନେ ବହୁତ ଆଶ୍ଚର୍ଯ୍ୟର କଥାଟିଏ କହିଲେ। ସେ ରାଜାଙ୍କ ରାଜ୍ୟସଭାରେ ବହୁତ ବଡ଼ ବଡ଼ ଜ୍ଞାନୀ ଲୋକମାନେ ଥିଲେ। ସେଥିପାଇଁ ସେ ଗୋଟିଏ ମୂର୍ଖ ଲୋକ ମଧ୍ୟ ତାଙ୍କ ରାଜସଭାରେ ରହିବା ଦରକାର ବୋଲି ସେ ଅନୁଭବ କଲେ। କାହିଁକି ନା ସେ ମୂର୍ଖ ଲୋକଙ୍କ କଥା ଶୁଣି ସମସ୍ତଙ୍କ ମନୋରଞ୍ଜନ ହୋଇପାରିବ। ରାଜାଟି ତାଙ୍କ ରାଜ୍ୟରେ ମୂର୍ଖ ଲୋକମାନଙ୍କ ପ୍ରତିଯୋଗିତା ରଖିଲେ ଓ ତାଙ୍କୁ ଗୋଟିଏ ମୂର୍ଖ ଲୋକ ମିଳିଗଲେ। ରାଜା ତାଙ୍କୁ ସବୁଠୁ ବଡ଼ ମୂର୍ଖ ହେବାର ଉପାଧି ଦେଲେ ଓ ତା ସହିତ ଗୋଟିଏ ମୁକୁଟ ମଧ୍ୟ ଦେଲେ। ରାଜା ପ୍ରତିଦିନ ସେ ମୂର୍ଖ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଥିଲେ ଓ ତା ଉତ୍ତର ଶୁଣି ରାଜ୍ୟସଭାର ସମସ୍ତ ସଦସ୍ୟ ବହୁତ ହସୁଥିଲେ। ଏମିତି ଭାବରେ ସମୟ ବିତିବାକୁ ଲାଗିଲା। ରାଜାଟି ବୁଢ଼ା ହୋଇଗଲେ ଓ ତାଙ୍କ ଦେହ ଖରାପ ହେବାକୁ ଲାଗିଲା। ସେ ରାଜ୍ୟର ସମସ୍ତ ବୈଦ୍ୟ ରାଜାଙ୍କୁ ଭଲ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ତାଙ୍କୁ ଭଲ କରିପାରୁନଥିଲେ। ରାଜା ଜାଣିସାରିଥିଲେ ତାଙ୍କ ଶେଷ ସମୟ ପାଖେଇ ଆସିଲାଣି। ସେଥିପାଇଁ ସେ ତାଙ୍କ ଶେଷ ସମୟକୁ ଖୁସିରେ ବିତାଇବାକୁ ଚାହୁଁଥିଲେ। ସେଥିପାଇଁ ସେ ମୂର୍ଖ ଲୋକଙ୍କୁ ଡାକିଲେ ଓ କହିଲେ, ଆଜି ପର୍ଯ୍ୟନ୍ତ ମୁଁ ପ୍ରଶ୍ନ କରୁଥିଲି ଓ ତୁମେ ଉତ୍ତର ଦେଉଥିଲ, କିନ୍ତୁ ଆଜି ତୁମେ ପ୍ରଶ୍ନ କରିବ ଓ ମୁଁ ଉତ୍ତର ଦେବି। ସେ ମୂର୍ଖ ଲୋକଟି ପ୍ରଥମ ପ୍ରଶ୍ନ ପଚାରିଲା, ରାଜା, ଆପଣଙ୍କ ମୃତ୍ୟୁ ପରେ ଆପଣ କେଉଁ ଜାଗାକୁ ଯିବେ? ରାଜା କହିଲେ, ଭଗବାନଙ୍କ ପାଖକୁ। ମୂର୍ଖ ଲୋକଟି ଦ୍ୱିତୀୟ ପ୍ରଶ୍ନ ପଚାରିଲା, ଆପଣ ସେଠାରେ କେତେ ଦିନ ରହିବେ? ରାଜା କହିଲେ, ସବୁଦିନ ପାଇଁ। ମୂର୍ଖ ଲୋକଟି ତୃତୀୟ ପ୍ରଶ୍ନ ପଚାରିଲେ, ତାହେଲେ ସେଠାରେ ଆପଣଙ୍କ ପାଇଁ ବହୁତ ଭଲ ବନ୍ଦୋବସ୍ତ କରିଥିବେ, ଯେପରି ଆପଣଙ୍କୁ ସେଠାରେ କିଛି ବି ଅସୁବିଧା ନ ହେବ। ରାଜା ଏହି ପ୍ରଶ୍ନ ଶୁଣି ଚିନ୍ତାରେ ପଡ଼ିଗଲେ। ସେ କିଛି କହିପାରିଲେ ନାହିଁ। ତାପରେ ସେ ମୂର୍ଖ ଲୋକଟି ପିନ୍ଧିଥିବା ମୁକୁଟକୁ ତା ମୁଣ୍ଡରୁ ବାହାର କରି ରାଜାଙ୍କ ମୁଣ୍ଡରେ ରଖିଦେଇ କହିଲା, ମୋତେ କ୍ଷମା କରି ଦିଅନ୍ତୁ ରାଜା, ଏହି ମୁକୁଟକୁ ମୋ ଠାରୁ ଅଧିକ ଆବଶ୍ୟକତା ଆପଣଙ୍କର ଅଛି। ଯେଉଁଠାରେ ରହିବାର ନାହିଁ ସେହିଠାରେ ଏତେ ବଡ଼ ରାଜ୍ୟ ଓ ଯେଉଁଠାରେ ସବୁଦିନ ରହିବାର ଅଛି ସେଠି କିଛି ବ୍ୟବସ୍ଥା ନାହିଁ। କଥାଟି ଶୁଣିବାକୁ ଟିକେ କଷ୍ଟ ହେଲେ ମଧ୍ୟ ସତ ଅଟେ। ସେଥିପାଇଁ କହନ୍ତି, ଯେଉଁ ଜିନିଷ ସାଙ୍ଗରେ ନେଇକି ଯିବାର ଅଛି ତାକୁ ଛାଡ଼ି ଯାଉଛ ଓ ଯେଉଁ ଜିନିଷ ଏଠାରେ ରହିଯିବ ତାକୁ ବଢ଼େଇ ଚାଲିଛ। ଆଜିର କାହାଣୀଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ କାହାଣୀ ମାଧ୍ୟମରେ। ଧନ୍ୟବାଦ।